ଖଲିବରେଇ ଗ୍ରାମ ପଞ୍ଚାୟତର ଖନ୍ଦା ସାହିର ଗ୍ରାମବାସୀଙ୍କ ଅଭିଯୋଗକୁ ଖଣ୍ଡନ କଲେ ସରପଞ୍ଚ। ମନରେଗା ଯୋଜନାରେ ବନ୍ଧ ମାଟି ଖୋଳି ରାସ୍ତାରେ ପକାଇ ବିଲ୍ କରି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହିପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଖଲିବରେଇ ଗ୍ରାମ ପଞ୍ଚାୟତର ଖନ୍ଦାସାହି ଗ୍ରାମବାସୀ। ଖନ୍ଦାସାହିର ଗ୍ରାମବାସୀମାନେ ଅଭିଯୋଗ କରିଥିଲେ କି ଖନ୍ଦାସାହି ରାସ୍ତାଟି ଆଗରୁ ବହୁତ ଭଲ ଥିଲା, କିନ୍ତୁ ଗ୍ରାମ ପାଖରେ ଥିବା ଚିଆଁଶାଳ ବଣିବନ୍ଧକୁ ମନରେଗା ଯୋଜନାରେ ବନ୍ଧ ଖୋଳି ସେହି ମାଟିକୁ ବନ୍ଧ ହୁଡ଼ାରେ ନ ପକାଇ ସେହି ମାଟିକୁ ଖନ୍ଦାସାହି ରାସ୍ତା ଉପରେ ପକାଯାଇଛି, ଯାହାଫଳରେ ରାସ୍ତାଟି ବର୍ଷାରେ କାଦୁଅ ହୋଇଯିବାରୁ ଲୋକମାନେ ଯିବା ଆସିବା କରିପାରୁନାହାନ୍ତି ଓ ପିଲାମାନେ ସ୍କୁଲକୁ ଯାଇପାରୁନାହାନ୍ତି ବୋଲି ଅଭିଯୋଗ କରିଥିଲେ ଏବଂ ବନ୍ଧ ଖୋଳି ରାସ୍ତା ଉପରେ ବନ୍ଧ ମାଟି ପକାଇ ବିଲ୍ କରିଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ। ଖନ୍ଦାସାହିର ଗ୍ରାମବାସୀଙ୍କ ଅଭିଯୋଗକୁ ଖଣ୍ଡନ କଲେ ସରପଞ୍ଚ ଗୟାଧର ନାୟକ। ତାଙ୍କ ପ୍ରତିକ୍ରିୟାରେ ସେ ଯାହା କୁହନ୍ତି। ଢେଙ୍କାନାଳରୁ ମହେଶ୍ୱର ସାହୁଙ୍କ ରିପୋର୍ଟ, ଦୁର୍ଗା ନ୍ୟୁଜ୍ 24 ଓଡ଼ିଆ। ମୁଁ ଗୟାଧର ନାୟକ, ଖଲିବରେଇ ଗ୍ରାମ ପଞ୍ଚାୟତର ସରପଞ୍ଚ। କୁହନ୍ତୁ ଆଜ୍ଞା, ସେ ଯେଉଁ ଆମର ଚିଆଁଶାଳବଣି ରୋଡ଼ ଗୋଟେ ଅଛି, ଆମର ଚିଆଁଶାଳବଣି ରୋଡ଼ ଉପରେ ଆମର ପ୍ରୋଜେକ୍ଟ ଆପ୍ରୁଭାଲ୍ ହେଇଛି, କିନ୍ତୁ ଅଦ୍ୟାବଧି ଫାଇଲ୍ ତା'ର ଖୋଲା ଯାଇନାହିଁ କି କୌଣସି ଏମାର ବାହାରି ନାହିଁ। ତା'ର ପୁରୁଣା ରୋଡ଼ ବି ଫଟୋ ଆମେ ଆପଣଙ୍କୁ ଚାହିଁଲେ ଭିଜୁଆଲ୍ ଦେଖେଇବୁ। ସେ ରାସ୍ତା ପୂର୍ବରୁ କାଦୁଅ ହେଉଥିଲା, ଏବେ ଯେଉଁ କାଦୁଅ ହେଉଛି, କାଦୁଅ ହେବାର କାରଣ ସେଇଠିକାର ବାସିନ୍ଦା ଲୋକମାନେ। କାରଣ ସେଇ ଯେଉଁ ରୋଡ଼ର ଆଗରେ ଅଛି ଆମର ଗୋଟେ କୁକୁଡ଼ା ଫାର୍ମ ହାଉସ୍। ସେ ଫାର୍ମ ହାଉସ୍ ବାଲା ସବୁଦିନେ ସେଇ ରୋଡ଼ ଉପରେ ଗାଡ଼ି ବାଡ଼ଉଛି, ଯେଉଁଟାକି ପଞ୍ଚାୟତ ରୋଡ଼। ବର୍ଷା ଦିନେ ସେ ରୋଡ଼ରେ ଯିବା କଥା ନୁହଁ, ଭାରିଯାନ ବଡ଼ ଗାଡ଼ି ସେ ବାଡ଼େଇବା ଦ୍ୱାରା ସବୁଦିନେ କାଦୁଅ ଫିଟି ଯାଉଛି। ଏମିତି କୌଣସି ଫଲ୍ସ ବିଲ୍ ହେଇନାହିଁ। ଜେଇ ଆସିଷ୍ଟାଣ୍ଟ ଇଞ୍ଜିନିୟର ସମସ୍ତେ ଯାଇ ସେ ପୋଖରୀ ଦେଖିଛନ୍ତି, ପୋଖରୀ କାମ ବି ହେଇଛି। ସେଠିକାର ପୋଖରୀ ସେ ଚିଆଁଶାଳବଣି ଲୋକଙ୍କୁ ବି ଆପଣମାନେ ଚାହିଁଲେ ପଚାରିପାରିବେ, ବୁଝିପାରିବେ। ପିଓର କାମ ହେଇଛି, ଆମର କୌଣସି ଫଲ୍ସ ବିଲ୍ ହେଇନାହିଁ କି ଫଲ୍ସ ବିଲ୍ ହେବାର ଚାନ୍ସ ବି ନାହିଁ। ଆମର ବାରମ୍ବାର ଗସ୍ତ କରୁଛନ୍ତି, ବିଡ଼ିଓ ସାର୍ ବି ଆସୁଛନ୍ତି, ଜେଇ ସାର୍ ବି ଆସୁଛନ୍ତି, ଆସିଷ୍ଟାଣ୍ଟ ଇଞ୍ଜିନିୟର ଆସୁଛନ୍ତି। ତାପରେ ଲେବରରେ କାମ ହେଉଛି। ଏବେ ଦେଖନ୍ତୁ ଆଜ୍ଞା, ଏମାର NMMC ହେଉଛି, ଲେବର କାମ ଚାଲିଛି। ଆଉ କାମ ହେଇନି କ'ଣ? ଯେଉଁମାନେ ଏ ମତ ଦେଉଛନ୍ତି ସେମାନେ ହେଉଛନ୍ତି ଆମର ବିରୋଧୀ ଲୋକ। ଆମର ପୂର୍ବ ଯେଉଁ 2022 ପଞ୍ଚାୟତ ଇଲେକ୍ସନ୍ ହେଇଥିଲା, ସେମାନେ ମୋର ଏଗନେଷ୍ଟ ପାର୍ଟି ଥିଲେ, ଯାହାକି ଦୀର୍ଘ 3 ବର୍ଷ 3.5 ବର୍ଷ ହେଲା ସୁରୁଖୁରୁରେ ଚାଲିଗଲାଣି। ଆଉ ଗୋଟିଏ ବର୍ଷ ଇଲେକ୍ସନର ସମୟ, ତେଣୁ ସେମାନେ ମୋତେ ବଦନାମ କରିବା ପାଇଁ ତାଙ୍କର ପ୍ରୟାସ। ତେଣୁ ଏଥିରେ କୌଣସି ଦ୍ୱିମତ ନାହିଁ। ସେମାନେ ବିରୋଧୀ ଦଳ ବିରୋଧ କରିବେ, କିନ୍ତୁ କାମ ଆମେ କରିଛୁ। ଏ ଯେଉଁ କୋଟି କୋଟି ଟଙ୍କାର କାମ, ଏମାନେ କ'ଣ କହିବାର ଗୋଟେ ବାହାନା। ଆପଣ ଦେଖନ୍ତୁ, ଯେଉଁ ପୋଖରୀ ସବୁ ପୋଖରୀ କାମ ହେଇଛି, ରୋଡ଼ ବି କାମ ହେଇଛି, କିନ୍ତୁ ସେଇ ଯେଉଁ ପର୍ଟିକୁଲାର ରୋଡ଼ଟାକୁ ସେ ଦେଖାଉଛନ୍ତି, ସେଇ ରୋଡ଼ ଉପରେ ଆମର କୌଣସି କାମ ହେଇନାହିଁ। ଆଉ ସେ ରୋଡ଼ ପୂର୍ବରୁ ଖାଲ ଥିଲା, ପାଣି ଯାଉଥିଲା ସେ ରୋଡ଼ ମଝିରେ। ତେଣୁ ପୂର୍ବ ଫଟୋ ବି ମଧ୍ୟ ମୁଁ ଆପଣଙ୍କୁ ଭିଜୁଆଲ୍ ଦେଖେଇବି। ସେ ଭିଜୁଆଲ୍ ଦେଖନ୍ତୁ, ଆଗରୁ ବି ତାଙ୍କର କାଦୁଅ ହେଉଥିଲା, ଏବେ ବି କାଦୁଅ ହେଉଛି। ଅଭିଯୋଗ କରିଛନ୍ତି, ଏଥିରେ କୌଣସି ସତ୍ୟତା ନାହିଁ। ସେମାନେ ମିଛଟାରେ ଜଣେ ସରପଞ୍ଚକୁ ବଦନାମ କରିବା ତାଙ୍କର ଚକ୍ର, ନହେଲେ ଆଉ ଆର କିଛି ଉଦ୍ଦେଶ୍ୟ ନାହିଁ। ଉଦ୍ଦେଶ୍ୟମୂଳକ ଭାବେ ଆମକୁ ସେ ବଦନାମ କରିବା ପାଇଁ ତାଙ୍କର ପ୍ରୟାସ ଜାରି ରହିଛି। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।